ପୁର ଦିଆ ଲଙ୍କା ଚପ୍ ଛାଣିଲା ବେଳେ ମତେ କାହିଁକି କାଟିକି ଛାଣିବାକୁ ପଡିଲା, ଭିଡିଓଟିକୁ ଫାଷ୍ଟ ରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଜାଣିପାରିବେ। ଆଗ ଲଙ୍କାକୁ ଭଲ ଭାବରେ ଧୋଇଦେଲି, ତା ପେଟକୁ ଚିରି ତା ପେଟରୁ ମଞ୍ଜି ସବୁକୁ କାଢି ନେଲି। ଲଙ୍କାରେ କୋଟିଂ ଦେବା ପାଇଁ ଗୋଟେ ବ୍ୟାଟର ତିଆରି କରି, ବ୍ୟାଟର ପାଇଁ ମୁଁ ଏଠି ନେଇଗଲି 1 କପର ବେସନ, 1/2 କପର ଚାଉଳ ଚୁନା, ଅଳ୍ପ ଟିକେ ଖାଇବା ସୋଢା, ସ୍ୱାଦ ଅନୁସାରେ ଲୁଣ ପକାଇ ଅଳ୍ପ ଅଳ୍ପ ପାଣି ଦେଇ ଗୋଟେ ବହଳିଆ ବ୍ୟାଟରଟି ତିଆରି କରିନେଲି। ଏବେ ପୁର ପାଇଁ ଆଳୁକୁ କଷି ନେବା। ମୁଁ ଏଠି ସିଝା ଆଳୁକୁ ଦରଦରା କରି ଏମିତି ଚକଟି ନେଇଛି। ଏବେ ଗୋଟେ ପ୍ୟାନ ଗରମ ହେଲା ପରେ ସେଥିରେ ଅଳ୍ପ ଟିକେ ତେଲ ଦେଇଦେଲି। ଜିରା ଫୁଟିଗଲା ପରେ ପିଆଜକୁ ଚୁନଚୁନା କରି କାଟିଦେଲି, ତାକୁ ଟିକେ ଭାଜି ନେଲି। ପିଆଜ ଭାଜି ହେଇଗଲା ପରେ ଅଦା ରସୁଣ ଛେଚାକୁ ଦେଇଦେଲି। ଅଳ୍ପ ଟିକେ ହଳଦୀ, ଭଜା ହେଇ ରହିଥିବା ଲଙ୍କା ଜିରା ଗୁଣ୍ଡକୁ ପକାଇ ମସଲାକୁ ଟିକେ କଷି ନେଲି। ମସଲା କଷି ହେଇଗଲା ପରେ ସେଥିରେ ଆଳୁକୁ ଦେଇଦେଲି। ଆଳୁକୁ ଦେଇ ସାରିଲା ପରେ ସ୍ୱାଦ ଅନୁସାରେ ଲୁଣ ପକାଇ ତାକୁ ଟିକେ ଗୋଳେଇ ନେଲି। ଏବେ କଟା ଧନିଆ ପତ୍ରକୁ ପକାଇ ତାକୁ ଆଉ ଟିକେ ଗୋଳେଇ ନେଲି। ଗୋଳେଇ ସାରିଲା ପରେ ତାକୁ ତଳକୁ ଓହ୍ଲେଇ ଥଣ୍ଡା କରିନେଲି। ପୁରା ଥଣ୍ଡା ହେଇଗଲା ପରେ ସବୁ ଲଙ୍କାରେ ଷ୍ଟଫିଂ କରିନେଲି। ଷ୍ଟଫିଂ ସରିଲା ପରେ ତାକୁ ତିଆରି କରିଥିବା ବ୍ୟାଟରରେ ବୁଡେଇ ଏପଟେ ତେଲ ଗରମ ହେଇଥିଲା, ସେଇ ତେଲରେ ମୁଁ ପକେଇ ନେଲି। ଲଙ୍କା ତ କୋଟିଂ ହେଇ ତେଲରେ ପଡିଗଲା। ତେଲରେ ଲେଉଟେଇଲା ବେଳେ ମତେ ବହୁତ ପ୍ରୋବ୍ଲେମ ହେଲା, କାହିଁକି ନା ଲଙ୍କାର ସାଇଜ ଯେତିକି ଥିଲା ସେ କଡେଇରେ ଜାଗା ହେଉନଥିଲା। ତ ସେଥିପାଇଁ ମୁଁ ତାକୁ କଣ କଲି ନା 2 ପିସ୍ କରିଦେଲି, ଆଉ ଆରାମସେ ତେଲରେ ପକେଇ ତାକୁ ଛାଣିଲି। ଏଇ ଛାଣିବାଟା ପୁରା କମ ଆଞ୍ଚରେ ତାକୁ ଟିକେ ଛାଣିବେ, ସେ ଭିତରୁ ଭଲ ଭାବରେ ସିଝିବ ଆଉ ବାହାରୁ ପୁରା ମୁସମୁସିଆ ହବ। ଛାଣିବାଟା ଷ୍ଟାର୍ଟିଂ ରୁ ଟିକେ ପ୍ରୋବ୍ଲେମ ହେଲା, ତାପରେ ଖାଇବାକୁ କିନ୍ତୁ ବହୁତ ଟେଷ୍ଟ ଲାଗୁଥିଲା। ତା ସହିତ ଘର ତିଆରି ଇମଲି ଖଟା ମିଠା ସସ୍ ଆଉ ଚିଲି ସସ୍। ଚପ୍ ଖାଇକି ସମସ୍ତଙ୍କ ମନ ପୁରା ଖୁସି। ଖାଅ ପିଅ ସୁସ୍ଥ ରୁହ।